ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 482 483। ଆଜି ଜ୍ଞାନ 482 ରେ ପ୍ରଭୁ କହୁଛନ୍ତି, ଦିବ୍ୟ ଜ୍ଞାନର ଅନ୍ୱେଷଣ କରୁଥିବା ବ୍ୟକ୍ତି ଗୋପୀମାନଙ୍କର ବସ୍ତ୍ରହରଣ କରୁଥିବା କୃଷ୍ଣଙ୍କର ବର୍ଣ୍ଣନା ମଧ୍ୟରେ ଆତ୍ମା ସହିତ ରଚନା କରାଯାଇଥିବା ଭଗବାନଙ୍କର ଲୀଳାର ଗୋଟିଏ ଗଭୀରତମ ବ୍ୟଞ୍ଜନା ରହିଥିବା ଦୃଷ୍ଟାନ୍ତର ପ୍ରତ୍ୟକ୍ଷ କରିଥାଏ। ଭକ୍ତ ତାହା ମଧ୍ୟରେ ତା ହୃଦୟର ରହସ୍ୟମୟ ଅନୁଭୂତି ଗୁଡ଼ିକ ପରିପୂର୍ଣ୍ଣ ଭାବରେ ଉକୁଟି ପାରିଥିବା ଏକ ଦିବ୍ୟ କର୍ମକୁ ହିଁ ପ୍ରତ୍ୟକ୍ଷ କରେ। ଜଣେ କାମୁକ ଓ ଶୁଦ୍ଧବାଦୀ ତାହାକୁ କେବଳ ଏକ କାମବ୍ୟଞ୍ଜକ କାହାଣୀ ବୋଲି କହିଥାଏ। ଏଠି ବ୍ରାକେଟରେ କହିଛନ୍ତି, ଦୁଇଟି ଯାକ ହେଉଛନ୍ତି ସେଇ ଗୋଟିଏ ଅନ୍ତଃ ସ୍ୱଭାବର ଦୁଇଟି ମୁଖ, କାମୁକ ଆଉ ଶୁଦ୍ଧବାଦୀ। ତାହାକୁ କେବଳ ଏକ କାମବ୍ୟଞ୍ଜକ କାହାଣୀ ବୋଲି କହିଥାଏ। ମନୁଷ୍ୟମାନେ ସେମାନଙ୍କର ନିଜ ଭିତରେ ଯାହା କିଛି ରହିଥାଏ ତାହାକୁ ହିଁ ବାହାରକୁ ଆଣନ୍ତି ଓ ତାହା ହିଁ ଶାସ୍ତ୍ର ଗୁଡ଼ିକରେ ପ୍ରତିଫଳିତ ହୋଇଥିବାର ଦେଖିଥାନ୍ତି। ଏ 482 ରେ ପ୍ରଭୁ ଶ୍ରୀ ଅରବିନ୍ଦ ଏଠି ଯେକୌଣସି ଗୋଟିଏ ଘଟଣାକୁ କିପରି ଚେତନାର ଭିନ୍ନ ଭିନ୍ନ ସ୍ତରରେ ଥିବା ବ୍ୟକ୍ତି ତାକୁ ଭିନ୍ନ ଭିନ୍ନ ଭାବେ ଗ୍ରହଣ କରେ, ବ୍ୟାଖ୍ୟା କରେ, ତାହାକୁ ହିଁ ପ୍ରତିଫଳିତ କରୁଛନ୍ତି। ଯୋଉଟା କି ଶେଷକୁ କହୁଛନ୍ତି ଯେ ମନୁଷ୍ୟମାନେ ସେମାନଙ୍କର ନିଜ ଭିତରେ ଯାହା କିଛି ରହିଥାଏ ତାହାକୁ ହିଁ ବାହାରକୁ ଆଣନ୍ତି ଓ ତାହା ହିଁ ଶାସ୍ତ୍ର ଗୁଡ଼ିକରେ ପ୍ରତିଫଳିତ ହୋଇଥିବାର ଦେଖିଥାନ୍ତି। ଶାସ୍ତ୍ରରେ ବା ଘଟଣା ଯାହା ଘଟିଥାଏ ସିଏ ତାର ଘଟିଥାଏ, ତାକୁ ଦେଖିକରି ଏମାନେ ଯୋଉ ବ୍ୟାଖ୍ୟା କରନ୍ତି ବା ଗ୍ରହଣ କରନ୍ତି ତାହା ପୂର୍ଣ୍ଣତଃ ତାଙ୍କର ଚେତନାର ସ୍ଥିତି ଅନୁସାରେ ନିର୍ଭର କରେ। ଯେମିତିକି ଏଠି ଗୋଟେ ଉଦାହରଣ ଦଉଛନ୍ତି, ଯେତେବେଳେ ଗୋପୀମାନଙ୍କର ବସ୍ତ୍ରହରଣ କରୁଛନ୍ତି ଶ୍ରୀକୃଷ୍ଣ, ଠିକ ଅଛି, ଶ୍ରୀକୃଷ୍ଣ ସେତେବେଳେ କେତେ ବର୍ଷର? 8 ରୁ 10 ବର୍ଷ ଭିତର ସମୟ ତାଙ୍କର ବୟସ। ସେ ସମୟରେ ଯେତେବେଳେ ଗୋପୀମାନେ ପୁଷ୍କରିଣୀରେ ଗାଧଉଛନ୍ତି ସେତେବେଳେ ଇଏ ବଂଶୀ ବାଦନ କରି ତାଙ୍କର ସବୁ ବସ୍ତ୍ରକୁ ନେଇଯାଇଛନ୍ତି। ତାକୁ କିଏ କୋଉଭଳି ଭାବରେ ଦେଖନ୍ତି? ଯେଉଁମାନେ ଦିବ୍ୟ ଜ୍ଞାନର ଅନ୍ୱେଷଣ କରୁଥାନ୍ତି ତାହାକୁ ସେମାନେ ଦେଖନ୍ତି ଯେ ଭଗବାନ ଯିଏକି ପରମାତ୍ମା ତାଙ୍କର ନିଜର ଯୋଉ ଅଂଶ ଯୋଉ ଭିନ୍ନ ଭିନ୍ନ ଭାବରେ ପରିପ୍ରକାଶ ହେଇଛନ୍ତି ଆତ୍ମା, ତାଙ୍କ ସହିତ ତାଙ୍କର କେତେ ସୁନ୍ଦର ଲୀଳା ସେ ତାକୁ ପ୍ରତ୍ୟକ୍ଷ କରନ୍ତି, ଦେଖନ୍ତି, ପ୍ରତ୍ୟକ୍ଷ କରନ୍ତି, ଦେଖିପାରନ୍ତି, ଜାଣିପାରନ୍ତି, ବୁଝିପାରନ୍ତି, ସେଇଟାକୁ ସେ ଅନୁଭବ କରନ୍ତି। ଯେପରି ଦେଖନ୍ତୁ, ଗୋଟେ ଆପଣ ଆମେ ଯଦି ମାଟିଏ ହେଇଥିବ ତେବେ ଏଇ ମୁଁ ଯୋଉଟା କହିବି ସେଟା ଟିକେ ବୁଝି ହବ। ମାଟିଏ ତାର ଶରୀର ଭିତରୁ ଯେହେତୁ ଗୋଟେ ଶିଶୁକୁ ବା ସନ୍ତାନଟିଏ ପ୍ରସବ ଦେଇଥାଏ, ତେଣୁ ସେ ସନ୍ତାନ ଭିତରେ ସମସ୍ତ ବା ସନ୍ତାନ ଭିତରେ ଯାହା ଯାହା ବା ସନ୍ତାନର ଭାବ ତାକୁ ସେ ଅଙ୍ଗେ ଲିଭାଇଥାଏ ଏବଂ ତାକୁ ସେ ମାନେ ଆମେ ଯେମିତି ନିଜ ହାତକୁ ଆପଣଙ୍କ ହାତକୁ ଯେମିତି ଫୁଟେଇଲେ ଯେମିତି କଷ୍ଟ ହୁଏ, ସେତେବେଳେ ସେଇ ଅନୁଭବ ତା ମାକୁ ହେଇଥାଏ। କାହିଁକି ନା ତା ଶରୀରର ସିଏ ହିଁ ହଉଛି ଏକ ଅଂଶ। ଯେତେବେଳେ ପିଲାଟିଏ ମାର ଗର୍ଭ ଭିତରେ ଥାଏ ସେତେବେଳେ ପିଲାର ପ୍ରତ୍ୟେକ ଭଙ୍ଗୀ, ପ୍ରତ୍ୟେକ ମୁଭମେଣ୍ଟ ବା ଗତି ସବୁ ଯାକ ମାକୁ ଗୋଟେ ଖୁସିର ଅନୁଭବ ଦେଇଥାଏ। ସେମିତି ଯେତେବେଳେ ପରମାତ୍ମା ନିଜେ ସୃଷ୍ଟି କରିଛନ୍ତି, ତାଙ୍କ ସୃଷ୍ଟିର ଭିନ୍ନ ଭିନ୍ନ ରଚନା, ତା ସହିତ କେମିତି ସେ ଲୀଳା କରୁଛନ୍ତି, କେମିତି ସେ ଯୋଉ ତାଙ୍କର ଯୋଉ ଗଭୀର ଅନ୍ତର ସମ୍ପର୍କଟିକୁ ଏକ ବାହାର ପରିପ୍ରକାଶ କରୁଛନ୍ତି, ତାକୁ ସେ ପ୍ରତ୍ୟକ୍ଷ କରିଥାଏ। ଆମେ ଆଉ ଟିକେ କଥା ଆଲୋଚନା କରିବା। ଆଗ ଗୋଟେ
प्रकार व्यक्ति केमती ग्रहण करते सेटा आगे टिके गोटे गोटे लाइन आलोचना करदे तापर आउ डिटेल्स जीवा। तापर कहन जो माने भक्त से माने तांको भितरे जो भाव थाए भगवान को प्रति सी सेटा को प्रत्यक्ष करती जे देख भगवान केते दया परवश हेई केते कृपा परवश हेई आम भितरे जो लज्जा बोध थाए जो लज्जा बोध थाए ता कौन पाई ना ये शरीर को आमे निजर बोली मने करिथाउ। ये शरीरटी जेहेतु मोर तेणु से शरीर को मु निजर बा मु होची शरीर यही अनुभव थाए बोली तेणु शरीर प्रति जो भावटी से भावटी थाए। जेतेबेले वस्त्र हरण करि नउचंती ता माने गोटे जो गोपी मानक भितरे आमे जो माने भक्त सेटा को केमती अनुभव करिथाउ प्रत्यक्ष करिथाउ एवं घटना भी प्रकृत रे सेया कहीं ना भगवान तुमको शरीर चेतनार स्तर उठाई आनिकी तुमे जे स्वयं होच आत्मा तुमे जे होच माने शरीर ऊर्ध्वरे तुमे जे अविनश्वर तुमर तुमे नश्वर शरीर नुह तुमर तुमे सब बेले रहिथिल तुमे होच शाश्वत से जो अनुभव आनिबा को हेले शरीर चेतनारू तुमको ऊर्ध्व को उठिबा को पड़िबो। जदि शरीर चेतनारू ऊर्ध्व को तमे न उठुच तेबे तुमे भगवान सहित युक्त हवा संभव हो पार ना। भगवान परिप्रकाश को अविकृत भाव में परिप्रकाश कर ना। तेणु वस्त्र हरण माध्यम आम भितर थिबा जो शरीर प्रति एक आसक्ति एवं मुझे शरीर सर्वस्व ताठू मते मुक्त करी आनी मते आत्मा सहित युक्त करुछंती एहा भक्तटीए अनुभव करे। से भगवान से कर्म फल सेटा जे केते महान कर्म केते दिव्य कर्म से ताकू प्रत्यक्ष करि पारे। किंतु आउ जो माने दुई जन कथा कहउचंती जने कामुक एवं आउ जने शुद्धवादी सेठी प्रभु कहउचंती ए दुईटी जाक होउचंती एका प्रकारर गोटे स्वभावर दी प्रकारर मुख के को बळी भाबरे परिप्रकाश करूचे। कामुक व्यक्ति माने जो माने काम प्रवृत्तिर व्यक्ति से माने आकु थट्टा करंती परिहास करंती माने कहती जे लज्जाहीन कथा जे ये की कथा जोटी नारी माने गाधौचंती सेठी तांको वस्त्र को लुचई दबा एटा एक अमानुषिक एवं एटा गोटे व्यभिचार ये ताकू कामुक व्यक्ति बा काम प्रवृत्त व्यक्ति हुंतु बा शुद्धवादी जो माने निजको अति शुद्ध तथाकथित शुद्धवादी जो माने से माने आकु कहती एगुड़ाक होची काम व्यंजक कहानी एवं सेति से माने भगवानकर एक क्रिया को से माने परिहास करती। एठी गोटे उदाहरण टे आपण पाखरे मु रखिबा को चाहिबी सेटा होची गोटे समयर घटना कौन है ना नारी माने गोटे जगार गाधौचंती से बाट देकी सुक मुनि जेतेबेले तांकर युवावस्था युवक माने सुठाम शरीर एवं केते माने विशाल बपु सी सुंदर सुठाम शरीर विशाल बपु पूर्ण यौवन रे भरपूर किंतु सी से बाट देकरी उलग्न हेगी उलग्न अवस्था रे केवल लेंगुटीटे पिंधिचंती सी जत सुक मुनि से बाट देकी जाउछंती से जो माने गाधौथिबा नारी माने तांको भितर कोनोसी विकार भाव आसी नाही। से माने एक्चुअली से माने होचंती गंधर्व नारी माने से मानक भितर किछि विकार भाव आसी नाही। से माने सेमती जेमती क्रीड़ा करछन्ती जल क्रीड़ा रे अछंती बिना माने गाधौचंती वस्त्र नाही किंतु सेई बाट देकी ता पर मुहूर्त रे किछि समय परे व्यासदेव जाउचंती जे कि वयस्क व्यक्ति श्मश्रु पक्व हो गलानी एवं सी गैरिक वसन पिंधिचंती से बाट देकी जेतोल सेठी जाउचंती एमाने सांगे सांगे तरबर हेई लज्जाशीला हेई सांगे सांगे वस्त्र गुडी को धरिकी कौन कहले वस्त्र आवृत हो पड़ुचंती।
व्यासदेव आकु नजर कले दुईटी जाक जिनसकु सीए तापरे जेतेबेले माने वस्त्र भस्त्र पिंधि बाहरी आसला परे किछि समय परे व्यासदेव फेरी आसिचंती फेरिकी एवं कहउचंती हे देवी माने मोर आपणक पाखरे गोटे प्रश्न रही जाय। देखो व्यासदेव होउचंती कृष्ण द्वैपायन सी वेद व्यास भी तांको कहा जाए सिद्ध व्यक्ति भगवान सहित तांकर कृष्णकर द्वितीय रूप बोली तांको ग्रहण करा जाए। चारिटा वेद सी रचना करचंती केते चेतनार ऊर्ध्व स्तर रे किंतु तांको देखिकी नारी मानक भीतर जो विकार भाव आसीची से विकार भाव को से तेणु बुझा चाहूँ घटना कहीं एमती घटिला कौन टा प्रकृति अच्छी माने कौटी रही कौन रही सेठू जिते से देवी मान को पचारुंट जे कौन घटना है एमती केमती है जड़े युवक जाऊँगी से बाट देकी तुम भितर कौन विकार भाव आसी ना मु जड़े वयस्क भद्र माने वयस्क व्यक्ति एवं वृद्ध व्यक्ति जाऊँगी सेठी तुम भितर विकार भाव आसी सेठू सी कहते देखु आज्ञा सुक मुनि भितर ये जो लिंग भेदर कौन भितर अनुभव ना पुलिंग बा स्त्रीलिंग पुरुष नारी ये जो शरीर जो भेदभाव से भेदभावर अनुभव तांको भितर नाही तेणु सी जेतेबेले जो जाउचंती आम भितर कौन सी प्रकार स्पंदन स्पंदित हैला नाही कहीं जो स्पंदन मो भितर रही सेटा से बाहर को परिप्रकाश होउची से माने तो होउचंती गंधर्व देवी माने तेणु से माने ताकू सूक्ष्म टाकू अनुभव करि पारचंती किंतु आपणक भितरे एबे भी ये जो शरीर भितर जो भेदभाव भाव अच्छी पुरुष एवं स्त्री शरीर रे नारी नारी एवं पुरुष जो लिंग भेदरे जो उभय लिंग रही से भेद आपणक पाखरे अच्छी तेणु आपण जेतबेले आसले से स्पंदन रे आमे स्पंदित हे गलु तेणु आमक भितर लज्जाशील भाव आसिला तेणु आमे वस्त्र आवृत होई पड़िलु। तेणु एठी एई उदाहरण रु एवं प्रभु श्री अरविंद जहाँ कहउचंती प्रत्येक घटना रे शास्त्र रे जहाँ लेखा ही थाए चेतनार भिन्न भिन्न स्तर रे थिबा व्यक्ति ताकू भिन्न भिन्न भाव रे ग्रहण करि थांती से लिखुचंती निज भितर जहाँ किछि रही थाए ताहाकू ही बाहर को आनंती और ताहा ही शास्त्र गुड़िकर प्रतिफलित होइथिबार देखि थांती नहले चिंता करूना 8-10 वर्षर बालक को से माने जो तथाकथित शुद्धवादी एवं कामुक व्यक्ति माने को प्रकार भावरे ताकू ग्रहण करती बा वर्णना करती एपरिक एबे जो केते गुड़े सही निम्न प्राणर प्ररोचन बा निम्न प्राण रे बसवास करते व्यक्ति माने जो कृष्ण को लेकिन बा भगवान को लेकिन जो गीत लिखुंट तेणु ये सब होची तांकर चेतनार स्तर कथा तापरे ज्ञान 483 ज्ञान 483 रे प्रभु कहउचंती मोर प्रेमिक मो देह उपरु पापर वसन को काढ़ी नहीं गले और मु आनंदर सहित से वस्त्र को मो अंग उपरु काढ़ी देली तापरे सी मोर पुण्य वस्त्र को मध्य काढ़ा को बाहरिले मात्र मु अत्यंत लज्जित एवं आतंकित होई पड़िली एवं तांको ताहा करिबा को देली नाही सी बलात्कार करी सेठी को मध्य मो उपरु काढ़ी नेबा परे जाई मु जानिली जे ए पर्यंत मोर आत्मा प्रकृत रे किपरि मो ठारू गुप्त होई रही जाइथिला। देखो केते सुंदर भावरे गभीर तत्व को अति सरल भावरे प्रभु लिखुचंती आम भितरे पाप पुण्यर संज्ञा को धरी आमे केते गर्व गौरव बहन करू जानिछ मो भलिया साधु लोक के नांदी मु आज पर्यंत आमिष भक्षण करी नाही मु संपूर्ण निरामिषासी मु एमिति नीतिनिष्ठ केबे कोठी रागी नाही काहाकू एई भली भाबरे मोर जेते जेते गुण थाए आउ
ମୋ ଘରକୁ ଯଦି କେବେ ଅତିଥି ଆସିଲେ ତେବେ କେବେ ଫେରି ନାହାନ୍ତି ମୋ ଘରୁ। ଏହି ପ୍ରକାରର କେତେ କେତେ ଗୁଣକୁ ମୁଁ ବହନ କରିଥାଏ ବୋଲି ଦାନରେ ଏମିତି ସହଯୋଗ, ଏମିତି ମୁଁ ଏତେ ଏତେ ଗୁଣବାନ ବ୍ୟକ୍ତି ବୋଲି ଯେମିତି ମୁଁ ଗୌରବାନ୍ୱିତ ମନେ କରେ, ସେମିତି ଯୋଉ ଗର୍ହିତ କର୍ମ କରିବା ହଉ କିମ୍ବା ନିମ୍ନ ପ୍ରାଣରେ ଥାଇ କାର୍ଯ୍ୟ କରିବା ହଉ, ଏ ଦୁଇଟି ଯାକ ଆମେ ଯୋଉ ପାପ ଏବଂ ପୁଣ୍ୟର ସଂଜ୍ଞା ଦଉ, ଯିଏ ଅହଂ ଦ୍ୱାରା ପରିଚାଳିତ ହେଇଥାନ୍ତି, ଦୁଇ ପ୍ରକାରର ଏ ପ୍ରକାର ଭାବ ପରିପ୍ରକାଶ ତାଙ୍କ ପାଖରେ ହେଇଥାଏ। ଯୋଉମାନେ ରାଜସିକ ଅହଂରେ ପରିପ୍ରକାଶ ବା ରାଜସିକ ଅହଂ ଦ୍ୱାରା ପରିଚାଳିତ ହଉଥାନ୍ତି, ସେମାନେ ମୁଁ ହୁଅନ୍ତି। ସବୁ କିଛି ମୁଁ କରିପକାଏ। ତେଣୁ ସିଏ ତାଙ୍କ ଭିତରେ ଥିବା ସାତ୍ଵିକ ଅହଂ କେତେ ଜଣଙ୍କ ଭିତରେ ସେମାନେ ମନେ କରନ୍ତି କଣ, ମୋ ଭଳିଆ ମୁଁ ନିରାମିଷାଶୀ, ମୁଁ ସକାଳୁ ଏମିତି କରେ, ମୋର ଦୈନନ୍ଦିନ କାର୍ଯ୍ୟକ୍ରମରେ ଅବହେଳା ହେଲେ ମୁଁ ପାରିବି ନାହିଁ। ନା ନା ନା, ଇଏ ସବୁ ଠିକ ନୁହଁ, ତମମାନେ ସବୁ ଠିକ କରୁନାହ। ଆଉ ସାତ୍ଵିକ ଅହଂ ବ୍ୟକ୍ତି ବହୁତ ଡେଞ୍ଜରିୟସ୍। ପୂର୍ବରୁ ଆମର ଆଉ ଗୋଟେ ଅଲରେଡି ଆଲୋଚନା ହେଇଛି ଏ ବିଷୟରେ, ଏବଂ ଆମ ମନେ ପଡିଥିବ ଯେତେବେଳେ ଫୁଡ ଉପରେ ଆଲୋଚନା କରୁଥିଲେ, ସେତେବେଳେ ପ୍ରଭୁଙ୍କର ସେ ଲେଖା ଗୁଡିକ ଆମେ ଆଲୋଚନା କରିଛନ୍ତି, କେମିତି ସାତ୍ଵିକତା ତାକୁ ମିସ୍ ଇଣ୍ଟରପ୍ରିଟେସନ ହେଇସାରିଛି। ଏବଂ ସାତ୍ଵିକ ଅହଂକାରୀ ବ୍ୟକ୍ତି ମାନେ ସେମାନେ ଅନ୍ୟମାନଙ୍କୁ ନିନ୍ଦା କରନ୍ତି। ମୁଁ ହଉଛି ନୀତିନିଷ୍ଠ, ଅନ୍ୟମାନେ ନୀତିନିଷ୍ଠ ନୁହନ୍ତି। ତାମସିକ ଅହଂରେ ସେମାନେ କହନ୍ତି ମୋ ଭଳିଆ ପାପୀ କେହି ନାହାନ୍ତି, ଇତ୍ୟାଦି ଇତ୍ୟାଦି ଆମ ଭିତରେ ଥାଏ। ଇଏ ସବୁ ଯାକ ହଉଛି କଣ ନା ମୋ ଆତ୍ମା ଉପରେ ଏକ ଆବରଣ। ପ୍ରଭୁ ଅତ୍ୟନ୍ତ ଦୟା ପରବଶ ହେଇ ଅତ୍ୟନ୍ତ ପ୍ରେମର ସହିତ ସେଥିପାଇଁ ଲେଖୁଛନ୍ତି, ମୋର ପ୍ରେମିକ ମୋ ଦେହ ଉପରୁ ପାପର ବସନ ଗୁଡ଼ିକୁ କାଢି ନେଇଗଲେ ମତେ ଭାରି ଆନନ୍ଦ ଲାଗିଲା, ମୁଁ ଖୁସି ହେଲି। ତଥାକଥିତ ମୁଁ ଜାଣିଛି ଯୋଉଗୁଡ଼ିକ ପାପ ବୋଲି, ସିଏ ଯଦି ମତେ ସେଥିରୁ ମୁକ୍ତ କରିନେଲେ ବା ସେଗୁଡାକ ମୋଠୁ ଛଡେଇ ନେଇଗଲେ ମୁଁ ଭାରି ଆନନ୍ଦିତ ହେଲି। କିନ୍ତୁ ତାପରେ ସିଏ ମୋର ପୁଣ୍ୟ ବସ୍ତ୍ରକୁ ମଧ୍ୟ କାଢିବାକୁ ବାହାରିଲେ। ମୁଁ ସେତେବେଳେ ଅତ୍ୟନ୍ତ ଲଜ୍ଜିତ ଏବଂ ଆତଙ୍କିତ ହୋଇ ପଡିଲି। ତାଙ୍କୁ ତାହା କରିବାକୁ ଦେଲି ନାହିଁ। ଏଇ ହଉଛି ଆମର ଦୁର୍ବଳତା। ଆମେ ପୁଣ୍ୟ, ଭଲ ଗୁଣ, ଉତ୍ତମ ଗୁଣ, ଉତ୍ତମ ମଣିଷର ଯୋଉ ଲକ୍ଷଣ, ଇଏ ସବୁକୁ ବହୁତ ଆସକ୍ତି ଯୁକ୍ତ ହେଇକି ତାକୁ ଧରି ରଖିଥାଉ। ଯେତେବେଳେ ଆମେ ପ୍ରଭୁଙ୍କର ପ୍ରିୟ ହେଇଯିବା, ସେତେବେଳେ ପରମା ଜନନୀ ମା ବା ପରମ ପରମେଶ୍ୱର, ଯାହା ବି ଆପଣ ମନେ କରନ୍ତୁ ବା ଯାହା ଆପଣଙ୍କର ଆରାଧ୍ୟ ହିସାବରେ ଆପଣ ଗ୍ରହଣ କରୁଛନ୍ତି, ସିଏ ଯେତେବେଳେ ଅତ୍ୟନ୍ତ ଦୟା ପରବଶ ହୁଅନ୍ତି, ଅତି ପ୍ରେମର ସହିତ ସେହି ପୁଣ୍ୟ ବସ୍ତ୍ରକୁ ମଧ୍ୟ କାଢି ନିଅନ୍ତି। ସେତେବେଳେ ଆମେ ଯଦି ତାକୁ ଜାବୁଡ଼ି ଧରିଲେ, ତାମାନେ ଜାଣି ରଖିବା ଆମେ ଅହଙ୍କାରର ବଶବର୍ତ୍ତୀ ହେଇକି ଅଛନ୍ତି। ସେଇଟା କେମିତି ବାହାରି ଯିବ ଦେଖିବେ, ଆପଣଙ୍କର ପୁଣ୍ୟ ବା ଆପଣଙ୍କର ଯୋଉ ଗୁଡାକ ସାମର୍ଥ୍ୟ ଗୁଣବାନ, ତାକୁ କେହି ପଚାରିବେ ନାହିଁ। ଯଦି ସେଇଟାରୁ ଆପଣ ଜାଣିପାରିବେ ଆପଣଙ୍କ ଭିତରେ କଷ୍ଟ ହେଲା, ମୋ ଭଳିଆ ମୋର ଏତେ ଗୁଣ ସାମର୍ଥ୍ୟ ଅଛି, ମତେ ସେମାନେ ପଚାରୁନାହାନ୍ତି, ତା ମାନେ ଆପଣ ସେଇ ସମୟରେ ଯୋଉ ଆପଣଙ୍କର ସାମର୍ଥ୍ୟକୁ ଯେତେବେଳେ କଦର କରାହେଲାନି ବୋଲି ଆପଣ ଭାବୁଛନ୍ତି, ତାମାନେ ଆପଣ ଅହଂ ବଶବର୍ତ୍ତୀ ହେଇକି ଅଛନ୍ତି। ସେ ବସ୍ତ୍ରଟିକୁ କାଢି ନେବା ପାଇଁ ଭଗବାନ ଚାହିଁଲା ବେଳକୁ ଆପଣଙ୍କୁ କଷ୍ଟ ହଉଛି। ସେଇଥିପାଇଁ ଯୋଉ ସମତ୍ଵ ଭାବ ଯୋଉ କୁହାଯାଏ, ଇଏ ପାପ ପୁଣ୍ୟ, ନିଜର ସାମର୍ଥ୍ୟ ଦୁର୍ବଳତା ସବୁ କିଛିକୁ ଯେତେବେଳେ ତୁମେ ପ୍ରଭୁଙ୍କ ପାଖରେ, ମାଙ୍କ ପାଖରେ, ପରମଙ୍କ ପାଖରେ ସମର୍ପିତ କରିଦେଇ ପାରିବ, ସେତେବେଳେ ଏଇ ଭାବ ଆସିବ। ନହେଲେ ତମେ କଣ ହବ, କଷ୍ଟ ପାଇବ ଯେତେବେଳେ ତମର ପୁଣ୍ୟ ବସ୍ତ୍ରକୁ ଯୋଉ କାଢିଦେବା କଥା କହୁଛନ୍ତି। ତାପରେ ସେ କହୁଛନ୍ତି, ପ୍ରଭୁ ଲେଖୁଛନ୍ତି, କିନ୍ତୁ ଯେତେବେଳେ ଯଦି ସିଏ ହଁ ମାରି ଦେଇଛନ୍ତି, ସିଏ ଛାଡିବେ ନାହିଁ। ସିଏ ବଳାତ୍କାର କରି ସେଇଟିକୁ ମଧ୍ୟ ମୋ ଉପରୁ କାଢି ନେବେ, ମାନେ ଜବରଦସ୍ତ କରି। ଯୋଉଟା କି ଦେଖନ୍ତୁ, ବଳାତ୍କାର ଶବ୍ଦ ହଉଛି ବଳ ପ୍ରୟୋଗ କରିକି ଜବରଦସ୍ତ ନେଇଯିବେ। ତାମାନେ ମୁଁ ଯେତେ ଟାଣି ହେଇକିରି
ଗୁଣ ସାମର୍ଥ୍ୟକୁ ଧରିକି ବସିଲେ ମଧ୍ୟ, ଯାହାକୁ ବି ହଉ ଧରିକି ବସିଲେ ମଧ୍ୟ ସେ ଆସକ୍ତି ଯୁକ୍ତ ଯୋଉ ମୋର ଜଡ଼ତ୍ୱ ପ୍ରତି, ନିମ୍ନ ପ୍ରାଣର ଗତିବୃତ୍ତି ହଉ, ଉଚ୍ଚ ପ୍ରାଣର ଗତିବୃତ୍ତି ହଉ, ମନର ଯୋଉ ଯୋଉ ସାମର୍ଥ୍ୟ ଜ୍ଞାନ ତା ପ୍ରତି ହଉ, ଯୋଉ ପ୍ରତି ବି ମୋର ଯୋଉ ତୀବ୍ର ଆସକ୍ତି ରହିଛି, ତାକୁ ସେ କଣ କରନ୍ତି, ଜବରଦସ୍ତ ଭାଙ୍ଗି ଦେବେ। କୋଉ ପ୍ରକାରରେ ଭାଙ୍ଗିବେ କହିଲେ ନା ସରେ। ଏମିତିଆ କେତେବେଳେ ବହୁତ ବଡ ମାଡ ଦେଇ ପାରନ୍ତି, କେତେବେଳେ ଧୀରେ କିରି ତାକୁ ଖସେଇ ନେଇ ପଳେଇ ଯାଇଥିବେ। ତେଣୁ ସେ କହୁଛନ୍ତି, ମା ପ୍ରଭୁ କହୁଛନ୍ତି, ସିଏ ଯେତେବେଳେ ସେଇଟିକୁ ମଧ୍ୟ ମୋ ଭିତରୁ କାଢି ନେଇଗଲେ, ତାପରେ ମୁଁ ଅନୁଭବ କଲି କଣ, ଆରେ ମୋର ଆତ୍ମା ପ୍ରକୃତରେ ମୋ ଠାରୁ ଗୁପ୍ତ ହୋଇ ରହିଯାଇଥିଲା। ତାମାନେ ମୋର ଆତ୍ମାକୁ କିଏ ସେ ଆବରଣ ବସେଇଥିଲା? ଏଇ ପାପ ଏବଂ ପୁଣ୍ୟ ସବୁ କିଛି, ଯାହାକୁ ମୁଁ ମୋର ବୋଲି ମନେ କରିଥିଲି, ପାପ ହଉ ବା ପୁଣ୍ୟ ହଉ, ସେ ସବୁ ଯାକ କଣ କରେ, ଆତ୍ମାକୁ ପରିପ୍ରକାଶ କରିବାରେ ବାଧା ସୃଷ୍ଟି କରେ। ତେଣୁ ଇଏ ସବୁର ଊର୍ଦ୍ଧ୍ୱକୁ ଆମକୁ ଉଠିବାକୁ ପଡିବ। ମା ଗୋଟିଏ ଲାଇନରେ ଏଣ୍ଡିଂ କରୁଛନ୍ତି, କହୁଛନ୍ତି ଆମେ ମଧ୍ୟ ଆମର ଗୁଣ ରୂପୀ ବସନକୁ ଆମର ଅଙ୍ଗ ଉପରୁ କାଢି ଫିଙ୍ଗିଦେବା, ଯେପରିକି ଆମେ ପରମ ସତ୍ୟ ଲାଗି ପ୍ରସ୍ତୁତ ହୋଇପାରିବା। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।